ପ୍ରଶ୍ନ ଗୋଟେ ଲୋକଙ୍କ ମନରେ ସବୁବେଳେ ରହିଥାଏ, ଜଣେ ସ୍ତ୍ରୀ ଓ ପୁରୁଷ କେତେ ବୟସ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିପାରିବେ? ଅଧିକାଂଶ ଲୋକଙ୍କୁ ଲାଗେ 40-50 ପରେ ସବୁ କିଛି ଶେଷ ହୋଇଯାଏ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ପୁରା ଅଲଗା। ଶରୀର ଅଂଶ ଗଭୀର ବର୍ଣ୍ଣନା ମନୁଷ୍ୟ ଶରୀର ସେ କେବଳ 20 ବର୍ଷରେ, 30 ବର୍ଷରେ ବା 40 ବର୍ଷରେ ନୁହେଁ, ଏହା 60-70 ଏପର୍ଯ୍ୟନ୍ତ 80 ବର୍ଷ ପର୍ଯ୍ୟନ୍ତ ପ୍ରେମ କରିବାର, ସ୍ନେହ ଦେବାର ଏବଂ ସେକ୍ସ କରାଇବାର କ୍ଷମତା ରଖେ। ହଁ, ସମୟ ସହିତ କିଛି ଶାରୀରିକ ପରିବର୍ତ୍ତନ ହୁଏ। ପୁରୁଷଙ୍କର ଟେନସନ କମିଯାଏ, ମହିଳାଙ୍କର ମେନୋପଜ ହୁଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ପ୍ରେମ ଶେଷ ହୋଇଯାଏ। ଇମୋସନାଲ ଇମ୍ପ୍ରେସନ ଭାବନ୍ତୁ 60 ବର୍ଷ ବୟସରେ ଜଣେ ପତି ପତ୍ନୀ ଏକା ସାଥିରେ ବସିଛନ୍ତି, ସେମାନେ ଏବେ ମଧ୍ୟ ହାତ ଧରାଧରି ହେଉଛନ୍ତି, ନିଜକୁ ଆଲିଙ୍ଗନ କରୁଛନ୍ତି, ଏହାକୁ ମଧ୍ୟ ଶାରୀରିକ ସମ୍ପର୍କରେ ଗଣାଯାଏ। କେବଳ ଅନୁପ୍ରବେଶ ନୁହେଁ, ସ୍ନେହ, ସ୍ପଷ୍ଟ ଆଲିଙ୍ଗନ ଏସବୁକୁ କୁହାଯାଏ। ମନୋବିଜ୍ଞାନ କହିଥାଏ ଜଣେ ସୁସ୍ଥ ପୁରୁଷ 70 ବର୍ଷ ପର୍ଯ୍ୟନ୍ତ ପୂରାପୂରି ସାଧାରଣ ସେକ୍ସ ଲାଇଫ ଜୀବନ ଯାପନ କରିପାରେ। ଜଣେ ସ୍ତ୍ରୀ ମେନୋପଜ ପରେ 50 ବର୍ଷ ପରେ ମଧ୍ୟ ସେ 70-75 ବର୍ଷ ପର୍ଯ୍ୟନ୍ତ ନିଜ ପାର୍ଟନର ସହିତ ଉପଭୋଗ କରିପାରେ। ସବୁଥିର ମୁଖ୍ୟ ଶବ୍ଦ ହେଉଛି ସ୍ୱାସ୍ଥ୍ୟ। ସୁସ୍ଥ ଶରୀର, ସୁସ୍ଥ ମନ ହେଲେ କିପରି ଯୌନ ଜୀବନ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ। ଭାଇ, ଯୌନ ସମ୍ପର୍କ କେବଳ ଶରୀରର ବ୍ୟାୟାମ ନୁହେଁ, ଏହା ଆତ୍ମାର ସମ୍ପର୍କ। 70 ବର୍ଷରେ, 80 ବର୍ଷରେ ମଧ୍ୟ ଯଦି ପତି ପତ୍ନୀ ଏକା ଆପଣାକୁ ପ୍ରେମରେ, ସ୍ନେହରେ ଆଲିଙ୍ଗନ ବାନ୍ଧି ରଖନ୍ତି, ତାହେଲେ ସେହି ଘନିଷ୍ଠତା 20 ବର୍ଷରୁ କମ୍ ନୁହେଁ। ତେଣୁ ପ୍ରଶ୍ନର ଉତ୍ତର କେତେ ବୟସ ପର୍ଯ୍ୟନ୍ତ? ଯେତେ ପର୍ଯ୍ୟନ୍ତ ପ୍ରେମ ବଞ୍ଚିଛି, ଯେତେ ପର୍ଯ୍ୟନ୍ତ ଇଚ୍ଛା ବଞ୍ଚିଛି, ଯେତେ ପର୍ଯ୍ୟନ୍ତ ହୃଦୟ ଧଡ଼କୁଛି, ସେ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ବଞ୍ଚିଥାଏ। ମନେ ରଖନ୍ତୁ, ଶାରୀରିକ ସମ୍ପର୍କ କେବଳ ବୟସରେ ବାନ୍ଧି ହୁଏନି, ଏହା ଭିତରର ପ୍ରେମ, ବାହାରର ସ୍ୱାସ୍ଥ୍ୟ ଓ ଆତ୍ମାର ଇଚ୍ଛା ସହିତ ଚାଲିଥାଏ। ସେଥିପାଇଁ ପ୍ରେମକୁ ଜୀବନ୍ତ ରଖନ୍ତୁ ଏବଂ ଶାରୀରିକ ସମ୍ପର୍କ କେବେ ବୟସରେ ବାନ୍ଧି ହୁଏ ନାହିଁ।